जय जगन्नाथ नमस्कार सीताराम दास ब्लॉग को स्वागत आपण मानक मुझे आउ गोटे बढ़िया जगह को गोटे भौणी आमको रिक्वेस्ट करते मेसेज करते जे पाखे पूरा घरे रांधिकी आनी होटेल गोटे रास्ता कड़े तो कौन भितर टेस्ट अच्छी कौन अच्छी तो बहुत सस्ता एत सस्ता माने आपण पकेट बजेट भितर आपण मैंने खाए कि मुझे भुवनेश्वर पहुंची गली मुझे जी सेपटे बहुत दूर सम हस्पिटाल आईजीकेसी हस्पिटाल पाखापाखि मत जीवार अच्छी यहाँ हूँ आम स्टाडियम स्टाडियम पाखापाखि मुझे पहुँचली ये गाड़ी मुझे धरिकी जाऊँगी आईजीकेसी हस्पिटाल तो सेठी देखी तो भौणीकर कौन टेस्ट अच्छी से कौन आमको डकई तो ये आसिक गोटे बाजिला आसिक तो आम तथापि देखा पहुँचिकी सरला खाଇବା गले जाके बुझा टेस्ट करवा आसवा चल फाइनाल भाव आम आसिक पहुँची गलु तो भौणी को पाखे आसिक पहुँची गलु तो देखो से लिखा जाइए मटन मिल 100 टंका देखो मटन मिल 100 टंका लिखाई माछ मिल 60 टंका आमती रुटी कौन चिकेन मिल अंडा एमती रुटी डालमा एमती सब लिखाई तार 40 टंका 60 टंका 70 टंका एमती सब लिखा जाइए तो आम आसिक फाइनाल भाव में पहुँची गलु एमर कौन कौन सब तो ये जहाँ लिखाई जो रेट अच्छी से गुड़ा ठीक दौरान कि न दौरान ता विषय आम टे पचारिक बुझा नमस्कार जय जगन्नाथ ये जो होटेल लिखाई जमीक माछ मिल चिकेन मिल अंडा मिल सब जहाँ जहाँ रेट लिखाई तो हिसाब से बिक्री कर ना अधिक बिक्री हिसाब से मटन 100 टकर आज मटन कर घरे ही खाइबा से डबल पछर जो भात दौरान पैसा नौ ना तरकारी भी दौरान पैसा ना से 60 टकर दौरान हम पेट को तो खाइबे आ कौन नहीं पड़े जहाँ भी हूँ आज मटन कर सबिता भौणी आज मटन कर मेडिकल लोक लाभ मेडिकल भौणी भौणीकर कहया कथा गोटे मिल 5 टंका 10 टंका यही टाइप बेसी से लाभ करना केतटा मिल बिक्री कर 30-40 मात्र 200-300 टंका भितर दिन जो लाभ होची से घरे निजे घर रोषे कर अच्छा घरे केतटा बेलू रोषे आरम्भ कर 9टा रोषे करके केतटा बेलू आस जो आम लोक भिडियो देखिए जब आसवे केतटा बेलू आसवे पाइपर 12:30 एटा कौन भाई पोटल पोटल मसला पोटल मसला ये कौन साधा सांगरे जाउची हाँ ये साधा साधा चिकेन माछ अंडा सबुथिरे जाउची चिकेन केते नौचंती 70 टका आउ साधा साधा 50 टका साधा 50 टका माछ 60 टका माछ 60 टका आउ मटन तो 100 टका मु तो सेति पई आसीची एते बाटरू मटन 100 टका एटा टिके देखैले कोन जिनिसटा अछि एटा हला पोटल पोटल देखो पूरा एकदम पोटल कषा टाइप रही डाली एटा को डाली हरड़ डाली हरड़ डाली हाँ अच्छा
ସେଇଟା କଣ? ଏପଟେ ଅଛି ଭଜା ଅଛି ବିନ୍ ଆଳୁ ଭଜା। ସେ ଅଳ୍ପ କରୁଛନ୍ତି 20-30ଟି ମିଲ୍ କରୁଛନ୍ତି ସେଥିପାଇଁ ସେଇ ଅଳ୍ପ ଅଳ୍ପ ଆଣୁଛନ୍ତି ଆମର ବେଶୀଟା- ବାସି ରହୁନି ନା ହଁ ଆମର ନଗଦ ଯେତିକି ଉପରେ ଆଚ୍ଛା ଏଇଟା କଣ ଟିକେ ଦେଖେଇଲେ ଏଟା ରାଇସ୍ ଟା ରାଇସ୍ ଟା ଟିକେ ଦେଖେଇଲେ ଏଟା କଣ ମାନେ ଅରୁଆ ନା ଉଷୁନା? ଉଷୁନା ଉଷୁନା ରାଇସ୍ ପୁରା ବଢିଆ ଡେଙ୍ଗା ଡେଙ୍ଗା ରାଇସ୍ ଦେଖନ୍ତୁ କଳା ଚାଉଳ ଇଏ ସିଏ ସେମିତି କିଛି ନାହିଁ ଭଲ ଚାଉଳ ଟିକେ ଆଣିଛନ୍ତି ଦେଶୀ ଚାଉଳ ଟା ଆଉ ଇଏ କରୁଛନ୍ତି ସେପଟରେ କଣ ଅଛି ଟିକେ ଦେଖେଇଲେ ସେପଟେ ଟିକେ ଦେଖିଦବୁ। ଭଉଣୀଙ୍କର ଆମେ ଦେଖିଲୁ ଯୋଉ ଆମେ ଲୋକମାନଙ୍କର ଯାହାବି ପ୍ରତିକ୍ରିୟା ନେଲୁ ସେମାନେ ବି ଖୁସି ଅଛନ୍ତି ଖାଇକି ଆପଣ ଖୁସି ଅଛନ୍ତି ଭାଇଙ୍କ ପାଖରୁ ଖାଇକି ତ ଏଇଠି ଏତେ ପାଖାପାଖି ଏତେ ହୋଟେଲ ଅଛି ତ ଆପଣ ଏଇଠି ଗୋଟେ ଜାଗା ବାଛିଲେ ବାଛି ନବ ଭଲ ଲାଗିବ ସେ ଜାଗାରେ ଖାଇବ। ଯୋଉ ଜାଗା ଟା ଭଲ ଲାଗିବ ସେଇ ଜାଗାରେ ହିଁ ସବୁବେଳେ ଖାଇବାକୁ ସେ ଆସନ୍ତି ତ ସେଥିପାଇଁ ସେମାନେ ଗୋଟିଏ ଜାଗାର ଆଜିକି 5-6 ଦିନ ହେଲାଣି ସେ ଖାଉଛନ୍ତି ରାତିରେ ବି ଏଠି ରାତିରେ ବି ଏଠି ଖାଉଛନ୍ତି ରୁଟି ତରକାରୀ ଏଇ ଭାଇଙ୍କର ଆଚ୍ଛା ରାତିରେ ବି ରୁଟି ତରକାରୀ ଖାଉଛନ୍ତି 2ଟା ଅଣ୍ଡା ଦେବେ ହଁ ଅଣ୍ଡା ଗୋଟେ ରୁଟି 4 ପିସ୍ 40 ଡବଲ ଅଣ୍ଡା 40 ଟଙ୍କା ମାତ୍ର 40 ଟଙ୍କା ଦହିବରା ଦହିବରା ଆମେ ଖାଇଲୁ 50 ଟଙ୍କା ନେଲେ 40 ଟଙ୍କାର ରୁଟି ଡବଲ ଅଣ୍ଡା 40 ଟଙ୍କା ଗରମ ଗରମ ଆଉ ଏତେ ଶସ୍ତାରେ କେମିତି ସେ ଦେଇ ପାରୁଛନ୍ତି ଭଡା ନାହିଁ ଭଡା ନାହିଁ କିଛି ନାହିଁ ଘରେ ରାନ୍ଧିଲେ ଲାଭ କମ ସେ ଚାହୁଁଛନ୍ତି। ସେମାନେ ଏମାନେ କହିବା କଥା ଯେ ଆପଣ କହିବା କଥା ପିଲା ରଖିନାହାନ୍ତି ନିଜେ ଖଟିଲେ ଏଠି ଭଡା ଅଛି ନା ସେବା କରୁଛନ୍ତି ଆଉ ଯାହା ବି ହଉ ସେ ନିଜେ ଖଟୁଛନ୍ତି ତାଙ୍କର ମଜୁରିଟା ମିଳୁ ସେ ଚାହୁଁନାହାନ୍ତି ଆମେ ବେପାର କରିକି ଧନୀ ହେଇଯିବା ଏଇ ହେଲା କଥା। ଆଉ 5ଟା ଛୁଆ ରଖିକି ଏ କରିକି ଦୁନିଆ କନେ ଖର୍ଚ୍ଚ ପଡିବନି ନା। ହଁ ଯଦି ଛୁଆଙ୍କର ପୁଣି ଭଡା ଦେବାକୁ ପଡିବ ଲାଇନ ଭଡା ଘର ଭଡା ତାଙ୍କର ସେଗୁଡା ନାହିଁ ସେଥିପାଇଁ ତାଙ୍କର ଯୋଉ 10 ଟଙ୍କା ଗୋଟିଏ ପ୍ଲେଟ ର ବାହାରିଲା ସେତିକିରେ ସେମାନେ ସେ କହିବା କଥା ଯେ 20-30ଟି ମିଲ୍ ବିକ୍ରି ହଉଛି ତାଙ୍କର ଯୋଉ 30 କି 40 ଯାହା ବି ହଉ 10 ଟଙ୍କା ଲେଖା ଗୋଟିଏ ପ୍ଲେଟ ର ଯଦି ବାହାରିଲା ତାହେଲେ 300-400 ଟଙ୍କା ତାଙ୍କର ବାହାରୁଛି ସିଏ ତାଙ୍କ ମଜୁରୀ ଟା କେବଳ ଉଠୁଛି ସେମାନେ ଲାଭ କରିକି ଧନୀ ଏଥିରେ ହେଇଯିବା ପାଇଁ ସେ ଚାହୁଁନାହାନ୍ତି ଚାହିଁଥିଲେ ତ ମଟନ ମିଲ୍ ବି 200 ଟଙ୍କା ବିକ୍ରି କରିପାରିଥାନ୍ତେ ଯାହା ବି ହଉ ଆମେ ଲୋକଙ୍କ ପାଖରେ ଯାହା କ୍ୟାଣ୍ଟିନ ସାଧା ମିଲ୍ 80 ଟଙ୍କା ଏଠି ଖାଇବା 50 ସେ ପୁଣି 2ଟା ଦିନ ଭଲ ଦେବେ ସେଠି ଅଣ୍ଡା ମିଲ୍ 110 କ୍ୟାଣ୍ଟିନରେ ଅଣ୍ଡା ମିଲ୍ 110 କିନ୍ତୁ ଏଠି 60 ପୁଣି ଡବଲ ଅଣ୍ଡା ଆଉ ତାହେଲେ କଣ ଏତେ ସୁବିଧାରେ ଆଉ ଭଉଣୀ ଦେଇ ପାରୁଛନ୍ତି ସେଇଟା ହଉଛି ବଡ କଥା ଲୋକଙ୍କୁ ସାହାଯ୍ୟ କରିବେ କିନ୍ତୁ ଭଗବାନ ନିଶ୍ଚିନ୍ତ ତାଙ୍କୁ ମାନେ ହାତ ମିଶେଇବେ ସେଥିରେ କିଛି ନାହିଁ ତ ଆମେ ନିଶ୍ଚିନ୍ତ ଖାଇବା ଚାଖିବା କେମିତି ଅଛି ମୁଁ ପୁରା ଖାଇବି ଆଉ ମୋର ଯେତିକି ସବସ୍କ୍ରାଇବର ଭାଇ ମାନେ ଅଛନ୍ତି ତ ସେମାନେ ଆସନ୍ତୁ ଥରେ ଏଠି ଖାଆନ୍ତୁ ତାପରେ ଟେଷ୍ଟ କରିକି ମତେ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ ତ କେମିତି ଟେଷ୍ଟ ଅଛି ଭଉଣୀଙ୍କର ଏତେ ଜାଗା ଅଛି ଆମେ କାହିଁକି ଆମେ ଟୋଟାଲ କୋଉଠୁ ଆସିଲୁ 25 କିଲୋମିଟର ବାଟରୁ ଆସିଲୁ କିନ୍ତୁ ଭଉଣୀଙ୍କ ପାଖରୁ ଖାଇବା ପାଇଁ ତ ଆପଣ ମାନେ ବି ନିଜେ ଥରେ ଆସନ୍ତୁ ଖାଆନ୍ତୁ ତ ନିଶ୍ଚିନ୍ତ ଭଲ ଲାଗିବ ଆଉ ନ ଲାଗିଲେ ବି ମତେ କମେଣ୍ଟରେ ଜଣାନ୍ତୁ କଣ ଖରାପ ହେଇଛି କୁହନ୍ତୁ ଭଲ କଥା ତ ସମସ୍ତେ କହିବେ ଖରାପ କଣ ହେଇଛି କୁହନ୍ତୁ ଆପଣଙ୍କ ନାଁ ଟା କଣ କହିଲେ ଖଗେଶ୍ୱର ଦାସ ଖଗେଶ୍ୱର ଦାସ ଆପଣଙ୍କର ଏଇ ଭଉଣୀ କଣ ହେବେ ମିସେସ୍ ହେବେ ଯାହା ଭଉଣୀ କହୁ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଏଠି 2 ଜଣ ଆମେ ଏମାନେ କହିବା କଥା ପର ପାଖରେ କାହିଁକି କାମ କରିବେ ତ ଏଠି ନିଜେ ନିଜ ଇଏରେ କାମ କରିବେ ତ ସେଠି ଚଳିବେ ସେଇଥିରେ ସେ ପର ପାଖର କାମ ନ କରିକି ଲୋକଙ୍କ ସେବା କରିବା ପାଇଁ ମାତ୍ର ଅଳ୍ପ 10 ଟଙ୍କାର ସେମାନେ ପଳେଇ ଆସିଛନ୍ତି ତ ମିଲ୍ କି ବିକ୍ରି କରିବା ପାଇଁ ତ ନିଶ୍ଚୟ ଆପଣଙ୍କର ମାଛ ଏଇଟା କଣ ପାର୍ସେଲ ଯାଉଛି ଏଇଟା ପାର୍ସେଲ ଯାଉଛି ଖଗେଶ୍ୱର ଦାସ ଭାଇଙ୍କର ସେ ଏଇଟା ପାର୍ସେଲ ତାଙ୍କର କରୁଛନ୍ତି ସେ ଯିବ ଏଇଟା କଞ୍ଚା ଲଙ୍କା ଦେବେ ଆଚ୍ଛା ସେପଟରେ କଣ ଟିକେ ଅଛି ଦେଖେଇବା ଏଇଟା ମାଛ ମସଲା ଆରେ କେତେବେଳୁ ଆରମ୍ଭ କଲେଣି ସଇଲାଣି ପ୍ରାୟ ଆମେ ତ 12:45 ଆସିକି ପହଞ୍ଚିଲୁ ଆଉ ପହଞ୍ଚିଲେ ଆଚ୍ଛା ଆଉ ଇଏ ହେଲା ଚିକେନ ଆଚ୍ଛା ଦେଖିବୁ ଚିକେନ ଆଳୁ ଚିକେନ କେତେ ପିସ୍ ଚିକେନ ଦଉଛନ୍ତି 3 ପିସ୍ 3 ପିସ୍ ଚିକେନ ଦଉଛନ୍ତି ଆଳୁ ଖଣ୍ଡେ ଦଉଛନ୍ତି ଆଚ୍ଛା ଆଳୁ ଖଣ୍ଡେ ଚିକେନ 3 ପିସ୍ ପଛରେ ଝୋଳ ଫୋଳ ମାଗିଲେ ଦିଆଯାଉଛି ଆଳୁ ଦିଆହଉଛି ଏଇଟା କଣ ଦେଖନ୍ତୁ ଅଣ୍ଡା ଦେଖନ୍ତୁ ଇଏ ହଉଛି ଅଣ୍ଡା ଦୁଇଟି ଅଣ୍ଡା ଦିଆଯାଉଛି ଅଣ୍ଡା ପୁରା କଷା ଟାଇପ ର କରାହେଇଛି
ଦୁଇଟି ଅଣ୍ଡା ଦିଆ ହଉଛି ମଟନ ଓ କଣ ହେଇଛି ଦେଖନ୍ତୁ ହେଇ ଦେଖନ୍ତୁ ମଟନ ଦେଖନ୍ତୁ ଯାହାକୁ ଆମେ କେତେ ବାଟରୁ ଦୌଡ଼ିକି ଆସିଥିଲେ ଖାଇବା ପାଇଁ କେତେ ବଡ ବଡ ପିସ୍ ହେଇଛି ଦେଖନ୍ତୁ କେତେ ପିସ୍ ମଟନ ଦଉଛନ୍ତି 3 ପିସ୍ 3 ପିସ୍ ମଟନ ଦଉଛନ୍ତି 100 ଟଙ୍କାରେ 100 ପୁଣି ପଛରେ ବି ଆଳୁ ଝୋଳ ଆଳୁ ଝୋଳ ଦଉଛନ୍ତି ଦିଆ ହଉଛି ଯାହା ବି ବଢିଆ ହେଲା ଆମର ମେଡିକାଲ ପାଖଟା ନା ତେଣୁକରି ଆମର ଏଠି ଦେଖନ୍ତୁ କେତେ ବେଶୀ ସୁନ୍ଦର ପ୍ରାଇସ୍ ସୁନ୍ଦର ନାହିଁ ପିସ୍ ହେଇଛି ଦେଖନ୍ତୁ ଆଳୁ ଗୋଟେ ପିସ୍ 3 ପିସ୍ ମଟନ ଆଚ୍ଛା ଆଉ ଆଚ୍ଛା ଆମକୁ ଦିଅନ୍ତୁ ମଟନ ଟିକେ ଦିଅନ୍ତୁ ଆମେ ଆଜି ଖାଇବୁ ଆଜ୍ଞା ଟେଷ୍ଟ କରିବୁ କେମିତି ଅଛି ଆଜ୍ଞା ଆମେ ଏବେ ମଟନ ଖାଇବୁ ତ ଦେଇଦେଲୁ ତାଙ୍କ ପାଖରେ କହିସାରିଲୁଣି ଭାଇକି ତ ନିଶ୍ଚିନ୍ତ ମଟନ ପୁରା ଏକଦମ ବଢିଆ 100 ଟଙ୍କାରେ ମଟନ ତ ଆମେ ନିଶ୍ଚିନ୍ତ ଆଜି ପୁଣି ଚାଖିବୁ ଭାତ ଦିଆହବ ଭାଇ ଆମକୁ ଟିକେ ମଟନ ଦିଅନ୍ତୁ ଆମେ ଖାଇକି ଚାଖିବୁ କେମିତି ଲାଗୁଛି କଣ ଲାଗୁଛି ଆମେ ନିଶ୍ଚିନ୍ତ କହିବୁ ଇଏ ହଉଛି ମଟନ ମିଲ୍ ଯୋଉଟାକୁ ମୋର 100 ଟଙ୍କା ଦାମ ଅଛି ମଟନ ସେ କହିଲା ରକମ କେତେ ପିସ୍ ଦେଇଛନ୍ତି ଦେଖନ୍ତୁ ଇଏ ଗୋଟେ ପିସ୍ ଦେଖନ୍ତୁ ଇଏ ଗୋଟେ ପିସ୍ ଇଏ ଗୋଟେ ପିସ୍ 3 ପିସ୍ ଆଳୁ ଖଣ୍ଡେ ସେ ଯେ କହିଲା ରକମ ଆଳୁ ଖଣ୍ଡେ ଆଉ 3 ପିସ୍ ଆଚ୍ଛା ଆମେ ମଟନ ଟା ତ ଦେଖିଲେ 100 ଟଙ୍କାର ଯାହା ବି ଦେଇଛନ୍ତି ଟିକେ ପିସ୍ ଟିକେ ଛୋଟ ହଉ ପଛେ କିନ୍ତୁ 100 ଟଙ୍କା ଦାମ ବେଶୀ ନାହିଁ ଦହିବରା ଟିକେ ଖାଇଲେ ଆମେ 50 ଟଙ୍କାରେ ସେ ଆଗରେ ଖାଇକି ଆସିଲୁ ଦହିବରା 50 ଟଙ୍କା ମଟନ ମିଲ୍ ଏଠି ମିଳୁଛି 100 ଟଙ୍କା ଆଠୁ ସୁବିଧା ଦେଖନ୍ତୁ ତା ସାଙ୍ଗର ସାଲାଡ ଟିକେ ଦେଇଛନ୍ତି ହରଡ଼ ଡାଲି ପଛର ଆଳୁ ଝୋଳ ବି ମାଗିଲେ ଦେବେ ବୋଲି କହିଛନ୍ତି ତ ଆମେ ନିଶ୍ଚୟ ଆକୁ ଆଗେ ଦେଖିବା ସିଝିଛି କି ନାହିଁ ଆମେ ଆସିବା ଟିକେ ଲେଟ୍ ହେଇଗଲା ତାଙ୍କର ପ୍ରାୟ ସରି ଆସିଲାଣି ଦେଖନ୍ତୁ ଆମେ ସିଝିଛି କି ନାହିଁ ଦେଖିବାକୁ ଗଲେ କିନ୍ତୁ ବଢିଆ ଭାବରେ ସିଝି ଯାଇଛି ପୁରା ଏକଦମ ବଢିଆ ଭାବରେ ସିଝି ଯାଇଛି ଦେଖ ଦିଦି ମଟନ ଟା କୋଉଠୁ ଆଣନ୍ତି ଆପଣ କଣ ବସିକି ଦେଖିକି ଆଣନ୍ତି ମଟନ କଣ କଣ ରୋଷେଇ କଲା ବେଳକୁ କଣ କଣ ମସଲା ବ୍ୟବହାର କରନ୍ତି ସେ ଡାଲଚିନି ଗୁଣ୍ଡ ଅଦା ରସୁଣ ପିଆଜ କିଛି କଲର ଫଲର ବ୍ୟବହାର ଦେଖନ୍ତୁ ଦେଖନ୍ତୁ ସେ କିଛି ବି କଲର ମୁଁ ଚାଖି ସାରିଲିଣି ଏତେ ଟେଷ୍ଟ ମାନେ ପୁରା ଯେମିତି ଆମେ କହିବାର ଘରେ ରାନ୍ଧିଲେ ଯୋଉ ଭଳି ଟେଷ୍ଟ ତାଠୁ ଆହୁରି ବହୁତ ବେଟର ଟେଷ୍ଟ କିନ୍ତୁ ମୁଁ ସେ ଖାଇଲି ପ୍ରଥମେ ଖାଇଲି ମୁଁ ଦେଖିଲି ଏତେ ଟେଷ୍ଟ ଲାଗୁଛି ତ ମତେ କହି ହବନି ଏତେ ଟେଷ୍ଟ ଆଚ୍ଛା ଏ ଯୋଉ ମିଲ୍ ଟା ମତେ ଦେଇଛନ୍ତି ଆ ଦାମ ହଉଛି 100 ଟଙ୍କା ଆଚ୍ଛା ଏଇ ଯୋଉ ଆ ଦେହରେ ପୋଟଳ କଷା ବି ଦିଆହେଇଛି ଡାଲି ଭଜା ଦିଆହେଇଛି ଏଗୁଡା ସବୁ ଦିଆଯାଏ ନା ଖାଲି ମତେ ସମସ୍ତଙ୍କୁ ସବୁ ଦିଆଯାଏ ତ ଏଇଟା ଯୋଉ ମତେ ଦିଆହେଇଛି ଯୋଉ ମିଲ୍ ଟା ଆ ଦାମ ହଉଛି 100 ଟଙ୍କା ତ ତା ସାଙ୍ଗରେ ପୋଟଳ କଷା ଭଜା ଏଇ ଯୋଉ ସାଲାଡ ତ ଡାଲି ବି ଭାତ ଡାଲି ସବୁ ଦିଆଯାଏ ତାର ଦାମ ହଉଛି ମାତ୍ର 100 ଟଙ୍କା ତ ମୁଁ ଭାବିଲି କଣ ଇଏ ମତେ ବୋଧେ ଦେଇଛନ୍ତି ସମସ୍ତଙ୍କ ପାଇଁ ନୁହଁ କିନ୍ତୁ ମୁଁ ପଚାରିଲି ଏବେ ସେ କିନ୍ତୁ ସମସ୍ତଙ୍କ ପାଇଁ ଏଇ ମିଲ୍ 100 ଟଙ୍କା ମାତ୍ର ମଟନ ଭାତ ଖାଇବ 100 ଟଙ୍କା ଆଇଜି କେସି ହସ୍ପିଟାଲରେ ମାଳ ମାଳ ହେଇକି ଖୋଲିଗଲାଣି ଯେମିତି କି ମଟନ ଭାତ 100 ଟଙ୍କା ଦିଦି ବି ସେମିତି ଆଗକୁ ବାହାରି ଆସିଛନ୍ତି ଅଣ୍ଟା ଭିଡିକି ତ 100 ଟଙ୍କାରେ ମଟନ ଭାତ ଖାଇବାକୁ ଦବା ପାଇଁ ତ ଆମେ ନିଶ୍ଚୟ ଖାଇବା ଆରମ୍ଭ କରିବା ବେଶୀ ଲେଟ୍ କରିବାନି ଆପଣ ବଡ ଭିଡିଓ ହେଇଯିବ ବେଶୀ ଛୋଟ ଭିଡିଓଟେ କରିବା ବେଶୀ ବଡ ଲମ୍ବା କରିବାନି ଦେଖିବା ଭଜା ବି ବଢିଆ ଅଛି କୋଉଟାର ତାଙ୍କର କମ ନାହିଁ ନିଜେ ଘରେ ରୋଷେଇ କରିକି ଆଣୁଛନ୍ତି ରାସ୍ତା ସାଇଡ ରେ ବସିକି ସେ ଏଇ ଯୋଉ ଗୋଟେ ଠେଲା ଗାଡିରେ ବସିକି ସେ ବିକ୍ରି କରୁଛନ୍ତି ବଢିଆ ହେଇଛି ଟେଷ୍ଟ ବି ବଢିଆ ବଢିଆ ଲାଗୁଛି ଆପଣ ମାନେ ଦିନେ ଆସନ୍ତୁ
ଭାଇଙ୍କ ସାଙ୍ଗର ଆମର ଭଉଣୀଙ୍କ ସାଙ୍ଗରେ ମିଶନ୍ତୁ ଆଉ ମଟନ ଭାତ ଥରେ ଖାଆନ୍ତୁ ଆଉ ଯାଆନ୍ତୁ। ତାଙ୍କର ମଟନ ଭଲ, ତାଙ୍କର ଚିକେନ ଭଲ, ସେମାନେ ନିଜେ ଘରୁ ରୋଷେଇ କରିକି ଆଣି ଆସୁଛନ୍ତି, ପୁରା ପରିଷ୍କାର ପରିଚ୍ଛନ୍ନ ଭାବରେ ଆସୁଛନ୍ତି। ମଟନ ଟା ଦେଖିକି ବସିକି କାଟିକି ନେଇକି ଆସୁଛନ୍ତି, ସେଇଟା ତାଙ୍କର ଗୋଟେ ଖାସ କଥା। ମୁଁ ତ ଖାଲି ବେଶୀ ଲମ୍ବା ଭିଡିଓ କରିବାନି। ବଢିଆ ଟେଷ୍ଟ ଆଉ ବଢିଆ ଲାଗୁଛି। ଆପଣ ମାନେ ଥରେ ଯେମିତି ବି ହଉ କି ଆପଣଙ୍କର କୌଣସି ବନ୍ଧୁବାନ୍ଧବ ଯଦି ସମ ହସ୍ପିଟାଲ ବା IGKC ହସ୍ପିଟାଲରେ ଥାଆନ୍ତି, କିନ୍ତୁ ମୁଁ କହିବି ଯେ ଆସିକି ଥରେ ଭଉଣୀଙ୍କ ସାଙ୍ଗ ପାଖରେ ଖାଆନ୍ତୁ, ନିଶ୍ଚୟ ଭଲ ଲାଗିବ। ଇଏ ମୋର ସବସ୍କ୍ରାଇବର ଗୋଟେ ଯାହା ହଉ ଭାଇ ପହଞ୍ଚିଗଲେ, ମୁଁ ଦେଖିକି ଭାରି ଖୁସି ଲାଗିଲା ମୋତେ। ତ ମୁଁ ସେଥିପାଇଁ ନିଶ୍ଚୟ ୟାଙ୍କର ମୋ ଭିଡ଼ିଓ ସବୁଯାକ ଦେଖନ୍ତି, ତ ସେଥିପାଇଁ ମୋତେ ଚିହ୍ନି ପାରିଲେ, ଆସିକି ପହଞ୍ଚିଗଲେ। ଯାଉ ଭାଇକି ତୁମ ନାଁ କ'ଣ? ସିଦ୍ଧର ପଟ୍ଟନାୟକ। ସିଦ୍ଧର ପଟ୍ଟନାୟକ ବାବୁ ଆମର ଆସିକି ଯାହା ହଉ ଗୋଟେ ଦେଖାହେଲେ, ଗୋଟେ ଯାହା ହଉ ମୋତେ ବହୁତ ଖୁସି ଲାଗିଲା ଭାଇଙ୍କ ସାଙ୍ଗରେ ମିଶିକି। ଠିକ୍ ଆପଣଙ୍କ ସାଙ୍ଗରେ ନେଇକି ଗଲା ବା ଆପଣଙ୍କୁ ଭିତରେ ତ କାଲି ଫୋନ୍ କରିଥିଲେ। ଆଚ୍ଛା ଆଚ୍ଛା, ସେ ପାଉନାହାନ୍ତି ଆମର ଚ୍ୟାନେଲ ପାଉନାହାନ୍ତି, ରଖା। ମୁଁ ତ ଖାଇଲି, ମତେ ବହୁତ ବଢିଆ ଲାଗିଲା, କିନ୍ତୁ 100 ଟଙ୍କାର ମଟନ ଯେହେତୁ ତ ନିଶ୍ଚିତ ଭଲ ଲାଗିବ। ଆଉ ମସଲା ବି ଠିକ ଥିଲା, ତେଲ ମସଲା ବେଶୀ ନାହିଁ। ହାତରେ ଯୋଉ କେମିତି କହିଲା ରକମ ତେଲ ଲାଗି ଦେଇଥିବ କି କଣ, ସେମିତି ତେଲ ମସଲା ବେଶୀ ନାହିଁ, ପୁରା ଘରୋଇ ରୋଷେଇ, ଯେମିତି ଘରେ ଖାଇଲା ଭଳିଆ ରୋଷେଇ। ତ ଭଲ ଲାଗିଲା, ବହୁତ ଭଲ ଲାଗିଲା। ତ ଆପଣ ମାନେ ମୋ ଭିଡିଓକୁ ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ, ତ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଆଉ ଟିକେ ସପୋର୍ଟ କରନ୍ତୁ। ତ ଏଇଠି ଆପଣ ଆସିବେ ଯେତେବେଳେ, ଲୋକେସନ ଟା ହଉଛି IGKC ହସ୍ପିଟାଲର ପୁରା ଫ୍ରଣ୍ଟ, ଏଇଠି କଟ ଅଛି। ସିଆଡୁ ଆସିଲା ବେଳକୁ ସମ ହସ୍ପିଟାଲ ପଟରୁ ଆସିଲା ବେଳକୁ IGKC ହସ୍ପିଟାଲ ଯେତେବେଳେ ଆରମ୍ଭ ହବ, ସେଇଠି ଗୋଟେ କଟ ଅଛି। ଇଆଡୁ ବନେଇଦେବେ, ଲେଖା ହେଇଥିବ ଓମ୍ ମା ବାଘେ ଦେବୀ, ଏଇଠି ଲେଖା ହେଇଥିବ, ବୋର୍ଡ ଟା ଲେଖା ହେଇଥିବ। ବଢିଆ ଆପଣ ମାନେ ଆସନ୍ତୁ, ଚାଖନ୍ତୁ, ଭଲ ଲାଗିଲା କି ନ ଲାଗିଲା ମତେ ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ଆଉ ମୁଁ ତ ଏବେ ନେକ୍ସଟ ଭିଡିଓରେ ଆମେ ଆଉ ଗୋଟେ ଭିଡିଓ ଅଳ୍ପ ଦିନ ଭିତରେ ଆମର ଆସିବ, ନିଶ୍ଚିନ୍ତ ଏଇ ଜାଗା ପାଖରେ ଆସିବ, ଏଇ ପାଖାପାଖି ଜାଗାରେ ଗୋଟେ ଆସିବାର ଅଛି, ନିଶ୍ଚିନ୍ତ ସେଇଟା ବି ଅପେକ୍ଷା କରିକି ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ସୀତାରାମ।